हेलो एवरीवन वेलकम टू माय मिनी ब्लॉग। आज ମୁଁ ବହୁତ ଦିନ ପରେ ପୁଣି ମିନି ବ୍ଲଗ୍ ବନଉଛି। ଏବେ ସକାଳୁ ଉଠି ଗାଧେଇ ପାଧେଇ ରେଡି ହେଇସାରିଲିଣି କାହିଁକି ନା ଆଜି ଗୋଟେ ସ୍ପେଶାଲ ଦିନ ମୋ ପାଇଁ। ସ୍ପେଶାଲ ଦିନ ମାନେ ମୋ ମାମାଙ୍କର ବର୍ଥଡେ ଆଜି। ତ ଏବେ ଦେଖନ୍ତୁ ମା ମୁଁ ବଡ଼ ମା ରେଡି ହେଇ ବାହାରି ଗଲୁ ମନ୍ଦିର। ତ ଆମେ ଏଠି ଏବେ ଆସି ପହଞ୍ଚି ଯାଇଛୁ ଲିଙ୍ଗରାଜ ମନ୍ଦିରରେ। ଏଠି ଏବେ ଠାକୁରଙ୍କ ଦର୍ଶନ ଭଲରେ ହେଇଗଲା। ଏବେ ଠାକୁରଙ୍କ ଦର୍ଶନ କରିସାରିଲା ପରେ ଆମେ ଏବେ ବାହାରିଲୁ ଲଞ୍ଚ କରିବା ପାଇଁ। ଏବେ ଦେଖନ୍ତୁ ଆମେ ଲଞ୍ଚ କରିସାରିଲା ପରେ ଆମେ ଆସି ପହଞ୍ଚି ଯାଇଛୁ ଧଉଳି ଶାନ୍ତି ସ୍ତୂପରେ। ତ ଏଇଟା ଗୋଟେ ବହୁତ ସୁନ୍ଦର ଜାଗା। ତ ଏଇଟା ଆସିବେ ମାନେ ଆପଣଙ୍କୁ ବହୁତ ହି ମତଲବ ପୁରା ପିସ୍ ହି ଫିଲ୍ ହବ, ଏତେ ଶାନ୍ତି ଫିଲ୍ ହବ, ବହୁତ ହି ସୁନ୍ଦର ଜାଗା ଏଇଟା। ତ ଯୋଉମାନେ ଆସିନାହାନ୍ତି ତ ନିହାତି ଭିଜିଟ କରିବେ ଏଇ ଜାଗାକୁ, ବହୁତ ହି ଭଲ ଲାଗିବ। ତ ଏଠି ଆମେ ବୁଲି ସାରିଲା ପରେ ଆମେ ଏବେ ଆସିକି ପହଞ୍ଚି ଗଲୁ ମାର୍କେଟ ବିଲ୍ଡିଂରେ। ଏଠୁ କିଛି ଜିନିଷ ନେବାର ଥିଲା ତ ସେଥିପାଇଁ ଆମେ ଏଇଠିକି ଆସିଥିଲୁ। ତାପରେ ଏବେ ଆମେ ଆସିକି ପହଞ୍ଚି ଯାଇଥିଲୁ ଏଠି କୋରାପୁଟ କଫିରେ, ଏଇଟା ଯୋଉଟାକି ଶହୀଦ ନଗରରେ ଅଛି। ଏଇଟା ବି ବହୁତ ହି ସୁନ୍ଦର ଜାଗା। ଯଦି ଆପଣ ଇଭିନିଂରେ ଏମିତି ମାନେ ଶାନ୍ତିରେ ୱିକେଣ୍ଡରେ କୋଉଠି ଶାନ୍ତିରେ ବସିବାକୁ ଚାହୁଁଛନ୍ତି କଫି ସହିତ, ସାଙ୍ଗମାନଙ୍କ ସହିତ କଫି ପିଇକି ଆରାମସେ ଏଠି ଆସିକି ବସିକି ମସ୍ତ ଏନ୍ଜୟ କରିପାରିବେ। ବହୁତ ହି ସୁନ୍ଦର ଜାଗା, ବହୁତ ଶାନ୍ତିରେ ହିଁ ବସିପାରିବେ ଆପଣ ଏଠି। ତ ମୁଁ ଯୋଉଠି ଆପଣଙ୍କୁ କହିଥିଲି ଆଜି ସ୍ପେଶାଲ ଡେ ଥିଲା, ମାନେ ମାମାଙ୍କର ବର୍ଥଡେ ଥିଲା, ତ ଏଠି ତାପରେ ଆମେ ଏବେ କେକ୍ କଟିଂ କରୁଛୁ। ତ ଏମିତି ଛୋଟ ସେଲିବ୍ରେସନ କଲା ପରେ ଆମେ ଏବେ ଆସିକି ଘର ଆଡେ ବାହାରି ଗଲୁ। ତ ଏତିକି ଥିଲା ଆଜିର ମିନି ବ୍ଲଗ। ଥ୍ୟାଙ୍କ ୟୁ ସୋ ମଚ୍ ଫର ୱାଚିଂ। ଜୟ ଜଗନ୍ନାଥ।